ସେପ୍ଟେମ୍ବରରେ ଭାରତ ଆଫଗାନିସ୍ତାନ ଟି20 ସିରିଜ୍ ଦିଲ୍ଲୀରେ ଖେଳାଯିବ 3ଟି ମ୍ୟାଚ୍ ସୂଚୀ ପ୍ରକାଶ କଲା ଏସିବି। ହଁ ଦର୍ଶକ ବନ୍ଧୁ, ଭାରତ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ପାଇଁ ସୂଚୀ ପ୍ରକାଶ ପାଇଛି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି 3ଟି ଟି20 ମ୍ୟାଚ୍ କେବେ ଓ କେଉଁଠାରେ ଖେଳାଯିବ ସେ ନେଇ ଆଧିକାରିକ ଭାବେ ସୂଚନା ଦିଆଯାଇଛି। ଏହି ସମ୍ପୂର୍ଣ୍ଣ ସିରିଜ୍ ଦିଲ୍ଲୀରେ ହିଁ ହେବ। ତେବେ ଏହା ପୂର୍ବରୁ ଜୁନ୍ ମାସରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏବେ ଦୁଇ ଦଳ ଟି20 ସିରିଜ୍ ପାଇଁ ପ୍ରସ୍ତୁତ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରେ ଦୁଇ ଦଳ ମଧ୍ୟରେ ଏହି ସିରିଜ୍ ଖେଳାଯିବ। ସୋମବାର 10 ଅଗଷ୍ଟରେ ଲେଖିଥିବା ଏକ ଚିଠିରେ ଏସିବି ଜଣାଇଛି ଯେ ସିରିଜ୍ର 3ଟି ଯାକ ମ୍ୟାଚ୍ ସେପ୍ଟେମ୍ବର 13, 15 ଓ 17 ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ନିର୍ଦ୍ଧାରିତ ତାରିଖଗୁଡ଼ିକ ପରେ ବିସିସିଆଇ ମଧ୍ୟ ସମ୍ମତି ପ୍ରକାଶ କରିଛି। ଏସିବିର ସିଇଓ ନସିବ୍ ଖାଁ ବୋର୍ଡର କମର୍ସିଆଲ ପାର୍ଟନରଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଆଫଗାନିସ୍ତାନର ଭାରତ ଗସ୍ତ ସେପ୍ଟେମ୍ବର 13ରୁ 17 ମଧ୍ୟରେ ହେବା ନେଇ ବୋର୍ଡ ନିଶ୍ଚିତ କରିଛି। ବିସିସିଆଇ ଆଲୋଚନା ପରେ ତାରିଖ ଏବଂ ମ୍ୟାଚ୍ ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି। ଆଧିକାରିକ ଘୋଷଣା ନେଇ ଏସିବିର ବଡ଼ ବୟାନ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷ ପକ୍ଷରୁ ସାଧାରଣତଃ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନଥିଲେ ଏସିବି ଏହି ସିଜିନ୍ରେ ନିର୍ଦ୍ଧାରିତ ତାରିଖ ଓ ଭେନ୍ୟୁକୁ ସ୍ପଷ୍ଟ କରିବା ଏକ ସୂଚନାପତ୍ର ଜାରି କରିଛନ୍ତି। ଫଳରେ ସମସ୍ତ ମିଡ଼ିଆ ରାଇଟ୍ସ ହୋଲ୍ଡର୍ସ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଏହି ସୂଚୀ ଆଧାରରେ ନିଜର ଆଗୁଆ ପ୍ରଡକ୍ସନ, ପ୍ରମୋସନ ଓ ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ଆରମ୍ଭ କରିପାରିବେ। ଏହା ହେଉଛି ସବୁଠୁ ବଡ଼ ଖବର, ଯିଏକି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଟି20 ମ୍ୟାଚ୍ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍, 3ଟି ଦିନିକିଆ ମ୍ୟାଚ୍।